ଗଜପତି ଜିଲ୍ଲାର ଉଦୟଗିରି ବନାଞ୍ଚଳ ତରଫରୁ ସମ୍ବଲପୁର ସାପ୍ତାହିକ ହାଟରେ ଖେଳ ମାଧ୍ୟମରେ ଜଙ୍ଗଲ ନିଆଁ ସମ୍ପର୍କରେ ସଚେତନ କରିବା ପାଇଁ ବିଭିନ୍ନ ଅଞ୍ଚଳର ଖେଳାଳିମାନଙ୍କୁ ନେଇ ଭଲିବଲ ମ୍ୟାଚ୍ ଗୁଡ଼ିକ ଆୟୋଜନ କରାଯାଇଥିଲା। ଭଲିବଲ ଖେଳ ଏହି ଅଞ୍ଚଳବାସୀଙ୍କ ମନୋରଞ୍ଜନର ଗୋଟିଏ ବଡ଼ ମାଧ୍ୟମ ହୋଇଥିବାରୁ ଭଲିବଲ ଖେଳ ମାଧ୍ୟମରେ ଲୋକମାନଙ୍କୁ ଜଙ୍ଗଲ ନିଆଁ ସମ୍ପର୍କରେ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆଗଡ଼ ବ୍ଲକ ଉପାଧ୍ୟକ୍ଷ ମିହିମିୟ ରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ବିଭାଗର ଉଦୟଗିରି ବନାଞ୍ଚଳର ଜଙ୍ଗଲ ନିଆଁ ରୋକିବା ଦିଗରେ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଜଙ୍ଗଲ ନିଆଁ ରୋକିବାକୁ ଏହା ସହାୟକ ହେବ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ। ଏବଂ ଉଦୟଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ଉମାଶଙ୍କର ବିଷୟୀ ପାରିପାର୍ଶ୍ୱିକ ପରିସ୍ଥିତିରେ ଜଙ୍ଗଲ ନିଆଁର ଭୟାବହତା ଏବଂ ପରିବେଶ ଜୀବଜନ୍ତୁ ଜଙ୍ଗଲକୁ କି କୁପ୍ରଭାବ ପକାଉଛି ତାହା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ବିଜୟ କୁମାର ମହାରଣା, ଅଭିରାମ କାଜୀ, ପ୍ରଦୀପ ଚୌଧୁରୀ, ପିତର ଶବର ସହିତ ବନାଞ୍ଚଳର ଫରେଷ୍ଟ ଗାର୍ଡ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ। ପରିଶେଷରେ ବିଜୟ ଦଳ, ପରାଜୟ ଦଳ ଏବଂ ଶ୍ରେଷ୍ଠ ଖେଳାଳିଙ୍କୁ ମୁଖ୍ୟ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ।